ଅଲ୍ ପୁରାଣ ଷ୍ଟୋରି ଚିନ୍ତା କର ଏବଂ ଧନୀ ହୁଅ। ଅତୀନ୍ଦ୍ରିୟ ଜ୍ଞାନ ବୁଦ୍ଧି ମନ୍ଦିରର ଦ୍ୱାର। ଏହି ତ୍ରୟୋଦଶ ସିଦ୍ଧାନ୍ତ ଷଷ୍ଠ ଇନ୍ଦ୍ରିୟ ଭାବେ ଜଣାଯାଏ, ଯାହା ଜରିଆରେ ଅନନ୍ତ ମେଧା ସଦ କୌଣସି ବ୍ୟକ୍ତି ସହିତ ସ୍ଥାପିତ କରେ। ଏହି ଦର୍ଶନର ଏହା ଶୀର୍ଷ ବିନ୍ଦୁ ଅଟେ। ଏଥିପାଇଁ ଏହାର ପ୍ରୟୋଗ ବର୍ଣ୍ଣିତ ସିଦ୍ଧାନ୍ତକୁ ଭଲ ଭାବରେ ଆତ୍ମସାତ କରିବା ଉଚିତ। ଏହି ଷଷ୍ଠ ଇନ୍ଦ୍ରିୟ, ଯାହାକୁ ଅବଚେତନ ମସ୍ତିଷ୍କରେ ରଚନାତ୍ମକ କଳ୍ପନାଶୀଳତା ରୂପେ ଉଲ୍ଲିଖିତ କରାଯାଇ ପାରିଛି, ଏହା ଅନନ୍ତ ମେଧାରେ ସମ୍ପ୍ରେଷଣ ପ୍ରାପ୍ତ କରିବାର ରିସିଭିଂ ସେଟ୍ ବି ଅଛି। ତାରି ମାଧ୍ୟମରେ ପ୍ରେରଣ ଚମକି ଉଠେ ଏବଂ ଭାବାବେଶ ହୁଏ। ଷଷ୍ଠ ଇନ୍ଦ୍ରିୟକୁ ଶବ୍ଦରେ ବୁଝାଇ ଦିଆଯାଇ ପାରିବ ନାହିଁ। ନିର୍ଦ୍ଦିଷ୍ଟ ଭାବରେ ଯେଉଁମାନେ ଏପର୍ଯ୍ୟନ୍ତ ପ୍ରଥମ ଦ୍ୱାଦଶ ସିଦ୍ଧାନ୍ତ ବୁଝିପାରି ନାହାନ୍ତି, କାରଣ ତାର ତୁଳନା ଅନ୍ୟ କାହା ସହିତ ହୋଇପାରିବା ନାହିଁ। ଷଷ୍ଠ ଇନ୍ଦ୍ରିୟକୁ ବୁଝିବା ତ ସମାଧି ଲଗାଇଲେ ବା ଧ୍ୟାନ କରିବା ଦ୍ୱାରା ଅନ୍ତରରେ ହିଁ ସୃଷ୍ଟି ହୁଏ। ଏହା ସେହି ସମ୍ପର୍କ ସୂତ୍ର ଯାହାଦ୍ୱାରା ମାନବ ବୁଦ୍ଧି ଅନନ୍ତ ମେଧା ସହିତ ସ୍ଥାପିତ କରିପାରେ। ଏହା ବସ୍ତୁତଃ ମାନସିକ ଏବଂ ଆଧ୍ୟାତ୍ମିକ ସମ୍ବେଗର ସଙ୍ଗମ ସ୍ଥଳ ଅଟେ। ଏହିଠାରେ ମାନବ ମାନସ ଏବଂ ଅନନ୍ତ ମେଧାର ସଂଯୋଗ ସୃଷ୍ଟି ହୁଏ। ଏହା ଜରିଆରେ ଆପଣଙ୍କ ଅଚାନକ ଆଗାମୀ ବିପଦ ବିଷୟରେ ଚେତାବନୀ ପ୍ରାପ୍ତ ହୁଏ। ଏହା ସେହି ସଂରକ୍ଷକ ଈଶ୍ୱରୀୟ ଦୂତ ଅଟେ, ଯାହା ଆପଣଙ୍କୁ ତୋଫାନରୁ ବଞ୍ଚାଇ ମହାବୃଦ୍ଧିର ଦ୍ୱାର ପର୍ଯ୍ୟନ୍ତ ନେଇଯାଏ। ଏହା ସତ୍ୟ କି ନୁହେଁ, ଏହାକୁ ବୁଝାଇ ଦିଆଯାଇ ପାରିବ ନାହିଁ। ଏହା କେବଳ ଅନୁଭବର ଭାବ। ଏଠାରେ ଏହା ସ୍ପଷ୍ଟ ବୁଝିନେବା ଦରକାର ଯେ କୌଣସି ଲେଖକ ଚମତ୍କାରକ ନୁହେଁ, କିନ୍ତୁ ଏହି ଷଷ୍ଠ ଇନ୍ଦ୍ରିୟର ଅନୁଭୂତି ଏକ ଚମତ୍କାର ସମକକ୍ଷ ହୋଇଥାଏ। ଯଦିଓ ମୋତେ ଜଣା ନାହିଁ ଯେ ଏହା କିପରି କାମ କରେ, ମାତ୍ର ତାର ଶକ୍ତିକୁ ନାସ୍ତି କରାଯାଇ ପାରିବ ନାହିଁ। ଏହା ଏକ ଶକ୍ତିର ପୁଞ୍ଜୀଭୂତ ରୂପ ଅଟେ, ଯାହା ସୃଷ୍ଟିରେ କୋଣ ଅନୁକୋଣରେ ବ୍ୟାପ୍ତ ଅଟେ। ଏହା ସେହି ପରମ ଶକ୍ତି ଯାହା କାରଣରୁ ଦିନରାତି ହୁଏ, ପାଣି ଉପରୁ ତଳକୁ ଆସେ, କୌଶଳତା ବଢ଼ି ଉଠନ୍ତି ଏବଂ ସୃଷ୍ଟିର କ୍ରମ ଚାଲେ। ଏହି ସିଦ୍ଧାନ୍ତ ଅନ୍ତିମ ହେଲେ ମଧ୍ୟ ଗହନ ଅନୁଭୂତିର ଅଟେ ଏବଂ ଏଥିପାଇଁ ଆପଣଙ୍କୁ ଏଠାରେ ଧୀରେ ଧୀରେ ଦ୍ୱାଦଶ ଚରଣ ପରେ ଅଣାଗଲା। ମାତ୍ର ଏହାକୁ ବୁଝିବା ପୂର୍ବରୁ ଆପଣଙ୍କୁ ପ୍ରଥମ ଦ୍ୱାଦଶ ସିଦ୍ଧାନ୍ତ ଉପରେ ମାହିର ହେବା ଉଚିତ। ଯେତେବେଳେ ମୁଁ ପଢ଼ିବା ବୟସରେ ଥିଲି, ମୋ ମନରେ ହିରୋର ଭାବ ଉଦୟ ହେଉଥିଲା। ସେତେବେଳେ ମୁଁ ମନପସନ୍ଦ ନାୟକଙ୍କୁ ନକଲ କରିବାକୁ ଚେଷ୍ଟା କରୁଥିଲି। ମୋତେ ମୋର ଅନୁଭବ ଏହି ଜ୍ଞାନ ଦେଇଥିଲା ଯେ ଯଦି କେହି ନିଜେ ମହାନ ହୋଇ ନପାରେ, ତେବେ ଖୁବ୍ କମରେ ମହାନ ଲୋକଙ୍କ ଅନୁକରଣ କରିବା ଚେଷ୍ଟା କରିବା ଉଚିତ। ମୁଁ ବି ଆରମ୍ଭରେ ନିଜ ପ୍ରିୟ ନାୟକଙ୍କୁ ଅନୁସରଣ କରୁଥିଲି, ମାତ୍ର ପରେ ମୁଁ ଯେଉଁମାନଙ୍କ ଜୀବନୀରୁ ଶିଖିଥିଲି, ସେହି 9 ମହାନ ବ୍ୟକ୍ତି ଇମର୍ସନ, ପାଇନ୍, ଏଡିସନ୍, ଡାରୱିନ୍, ଲିଙ୍କନ, ବର୍ବାଇନ୍, ନେପୋଲିଅନ୍, ଫୋର୍ଡ ଏବଂ କାର୍ନେଗୀ। ମୁଁ ରାତିରେ ନିଜ କଳ୍ପନାଶୀଳତାରେ ଏହି 9 ମହାନୁଭବଙ୍କ ସହିତ ସାକ୍ଷାତ କରୁଥିଲି। ସେମାନଙ୍କୁ ମୁଁ ଅଦୃଶ୍ୟ ପରାମର୍ଶକାରୀ ମାନୁଥିଲି। ପ୍ରତିଦିନ ଶୋଇବା ପୂର୍ବରୁ ମୁଁ ଆଖି ବନ୍ଦ କରି ଏହି 9 ଲୋକଙ୍କ ସହିତ ଏକ ଟେବୁଲର ଚାରିପାଖରେ ବସାଇ ମନ୍ତ୍ରଣା କରୁଥିଲି। ଯାହା ସେତେବେଳେ ମୋତେ ମହାନ ଜଣାପଡ଼ୁଥିଲା, ସେ ସେହି କନଫରେନ୍ସ ଚେୟାରମ୍ୟାନ ହେଉଥିଲେ। ଏପରି କରିବାରେ ମୋର ଏକ ବିଶିଷ୍ଟ ଉଦ୍ଦେଶ୍ୟ ନିହିତ ଥିଲା। ମୁଁ ଚାହୁଁଥିଲି ମୋର ବ୍ୟକ୍ତିତ୍ୱ ଏବଂ ଚରିତ୍ରର ଏପରି ବିକାଶ ହେଉ, ଯେଉଁଥିରେ ଏହି 9 ମହାନୁଭବଙ୍କ ବ୍ୟକ୍ତିତ୍ୱର ସମାବେଶ ରହୁ। ମୋତେ ଜ୍ଞାତ ହୋଇଥିଲା ଯେ ଏହି ଅଜ୍ଞାନ ଏବଂ ଅନ୍ଧବିଶ୍ୱାସର ପରିବେଶରୁ ଯାହା ମୋତେ ପିଲାଦିନରୁ ପ୍ରାପ୍ତ ହୋଇଥିଲା, ତାହା ଏକ
କାଳ୍ପନିକ ପୁନର୍ଜନ୍ମ ମାଧ୍ୟମରେ ହିଁ ହୋଇପାରିବ। ଏହା ସେହି ପ୍ରଣାଳୀ ଯାହାଦ୍ୱାରା ମୁଁ ନିଜର ସ୍ୱଭାବଜାତ ଦୁର୍ବଳତାରୁ ରକ୍ଷା ପାଇପାରିଥିଲି। ଅତୀନ୍ଦ୍ରିୟ ଜ୍ଞାନ ଜରିଆରେ ଚରିତ୍ର ନିର୍ମାଣ। ମନୋବିଜ୍ଞାନର ବିଦ୍ୟାର୍ଥୀ ହୋଇଥିବାରୁ ମୁଁ ଜାଣିଥିଲି ଯେ ମନୁଷ୍ୟ ଅନ୍ତତଃ ସେଇଆ ହୋଇଯାଏ ଯାହା ତାର ମସ୍ତିଷ୍କରେ ବିଚାରର ତେଜସ୍ୱତୀ କିରଣରୁ ତାର ଛବି ପ୍ରକଟିତ ହୁଏ। ମୋତେ ଏହା ବି ଜଣାଥିଲା ମନରେ ସୃଷ୍ଟି ହେଉଥିବା ପ୍ରତ୍ୟେକ ଇଚ୍ଛା ନିଜର ମୂର୍ତ୍ତି ସମ୍ପୂର୍ତ୍ତି ଚାହେଁ ଏବଂ ସେଥିପାଇଁ ବାହ୍ୟ ଅଭିବ୍ୟକ୍ତି ଖୋଜେ। ସେଥିପାଇଁ ସ୍ୱତଃ ବୁଝିବାର ପ୍ରକ୍ରିୟା ଚରିତ୍ର ନିର୍ମାଣରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ। ଏଥିପାଇଁ ମୁଁ ନିଜର ରାତ୍ରିକାଳୀନ କ୍ୟାବିନେଟ୍ ମନ୍ତ୍ରଣାରେ କ୍ୟାବିନେଟ୍ର ପ୍ରତ୍ୟେକ ସଦସ୍ୟଙ୍କୁ ଅଲଗା ଅଲଗା ସମ୍ବୋଧନ କରୁଥିଲି। ମୁଁ ଏପରି କାହିଁକି କରୁଥିଲି ତାର ନମୁନା ନିର୍ଣ୍ଣୟ ଦିଆଯାଇଛି। ମିଷ୍ଟର ସମର୍ସନ, ଆପଣଙ୍କ ସହିତ ମୁଁ ପ୍ରକୃତି ବିଷୟରେ ଭଲ ଭାବରେ ଜାଣିବାକୁ ଚାହୁଁଛି। ଏ ଆପଣଙ୍କ ଜୀବନକୁ ବିଶିଷ୍ଟ କରାଯାଉଛନ୍ତି। ମୁଁ ଚାହୁଁଛି ଯେ ଆପଣ ମୋର ଅବଚେତନରେ ପ୍ରକୃତିକୁ ବୁଝିବାରେ ସେହି ନିୟମ ଭରି ଦିଅନ୍ତୁ ଏବଂ ସେହି ଜ୍ଞାନ ଅର୍ଜନରେ ମୋ ସହାୟତା କରନ୍ତୁ। ମିଷ୍ଟର ବର୍ଡ଼ମ୍ୟାନ୍, ମୁଁ ଆପଣଙ୍କୁ ଏହି ପ୍ରାର୍ଥନା କରୁଛି ଯେ ମୋତେ ପ୍ରକୃତିର ସେହି ରହସ୍ୟ ବଢ଼ାଇ ଦିଅନ୍ତୁ ଯାହା ଜରିଆରେ ଆପଣ ନାଗଫେଣି ଗଛର କଣ୍ଟାକୁ ତ୍ୟାଗ କରି ଖାଦ୍ୟ ପଦାର୍ଥରେ ରୂପାନ୍ତରିତ ହେବାକୁ ବାଧ୍ୟ କରିନେଲେ ଏବଂ ଫୁଲ ତଥା ଫଳକୁ ସମୃଦ୍ଧିଶାଳୀ ବିକାଶର ରାସ୍ତା ବନାଇଲେ। ମିଷ୍ଟର ନେପୋଲିଅନ୍, ମୁଁ ଆପଣଙ୍କଠାରୁ ଏହି ପ୍ରେରକ ଶକ୍ତି ଚାହୁଁଛି ଯେ ଯାହା ମାଧ୍ୟମରେ ଆପଣ ହଜାର ହଜାର ସୈନିକଙ୍କୁ ଆପଣଙ୍କ ଆଦେଶରେ ନିଜର ଜୀବନ ଅର୍ପଣ କରିବାକୁ ପ୍ରସ୍ତୁତ କରି ନେଉଥିଲେ ଏବଂ ସେହି ବିଶ୍ୱାସ ଯାହା ଆପଣଙ୍କ ହାରକୁ ମୁଁ ଏକ ଜିତ୍ରେ ବଦଳାଇ ଦେଇଥିଲା। ମିଷ୍ଟର ଡାରୱିନ୍, ଆପଣଙ୍କଠାରୁ ଆପଣଙ୍କର ସେହି ଗହନ ସୃଷ୍ଟି ଚାହୁଁଛି ଯାହାଦ୍ୱାରା ଆପଣ ପ୍ରକୃତି ବିକାଶର ସହଜ ନିୟମ ଖୋଜିପାରିବେ। ମିଷ୍ଟର ଲିଙ୍କନ୍, ମୁଁ ଆପଣଙ୍କଠାରୁ ଅସଲ ନ୍ୟାୟ ପ୍ରିୟତାର ଗୁଣ ପାଇଛି। ମୁଁ ଅସୀମିତ ଧୈର୍ଯ୍ୟ, ସୂକ୍ଷ୍ମ ବିନୋଦ ପ୍ରିୟତା, ମାନବ ମାତ୍ରକେ କଲ୍ୟାଣର ପ୍ରତିଷ୍ଠା ଚାହୁଁଛି। ମିଷ୍ଟର କାର୍ନେଗୀ, ମୋତେ ମୋ ଜୀବନର ଉଦ୍ଦେଶ୍ୟ ଆପଣଙ୍କଠାରୁ ହିଁ ମିଳିଛି ଯେଉଁଥିପାଇଁ ମୁଁ ଆପଣଙ୍କଠାରେ ଋଣୀ ଅଟେ। ମୁଁ ଆପଣଙ୍କଠାରୁ ବ୍ୟବସ୍ଥିତ ପ୍ରୟାସର ସିଦ୍ଧାନ୍ତ ଚାହୁଁଛି ଯାହାଦ୍ୱାରା ଆପଣ ନିଜର ଔଦ୍ୟୋଗିକ ସାମ୍ରାଜ୍ୟ ଠିଆ କରିଥିଲେ। ମିଷ୍ଟର ଫୋର୍ଡ, ଆପଣଙ୍କ ଜୀବନରୁ ମୋତେ ଏହି ପୁସ୍ତକ ପାଇଁ ବହୁତ ସାମଗ୍ରୀ ମିଳିଛି ଯେଉଁଥିପାଇଁ ମୁଁ ଆପଣଙ୍କ ପାଖ କୃତଜ୍ଞ। ମୁଁ ଆପଣଙ୍କଠାରୁ ଅଧ୍ୟବସାୟ ଏବଂ ଲଗନ, ଦୃଢ଼ ପ୍ରତିଜ୍ଞତା ଏବଂ ଆତ୍ମବିଶ୍ୱାସ ଚାହୁଁଛି ଯାହା ଆପଣଙ୍କୁ ଏତେ ସଫଳ ଏବଂ ସମୃଦ୍ଧ କଲା। ମିଷ୍ଟର ଏଡିସନ୍, ମୁଁ ଆପଣଙ୍କ ସିଟ୍ ମୋ ପାଖରେ ରଖିଛି କାରଣ ମୋର ଅନ୍ୱେଷଣ ସମୟରେ ମୋତେ ଆପଣଙ୍କଠାରୁ ଅଧିକ ସହାୟତା ବ୍ୟକ୍ତିଗତ ରୂପେ ପ୍ରାପ୍ତ ହେଲା। ମୁଁ ଆପଣଙ୍କଠାରୁ ସେହି ଗହନ ବିଶ୍ୱାସର ଭାବ ଚାହୁଁଛି ଯାହାଦ୍ୱାରା ଆପଣ ଆପଣଙ୍କ ପ୍ରାପ୍ୟକୁ ପାଇବାରେ ଦୃଢ଼ ରହିଲେ ଏବଂ ଏହାକୁ ପ୍ରାପ୍ତ କଲେ ଏବଂ ପ୍ରତ୍ୟେକ ହାରକୁ ଏକ ଜିତ୍ରେ ରୂପାନ୍ତରିତ କଲେ। ସେମାନଙ୍କୁ ସମ୍ବୋଧିତ କରିବାର ପ୍ରଣାଳୀ ବଦଳୁଥିଲା ମୋର ସେଦିନର ମାଗୁଣି ଅନୁସାରେ, ମାତ୍ର ମୂଳଭାବ ଯାଚନା ଅପରିବର୍ତ୍ତିତ ହିଁ ରହିଥିଲା। ଏହି 9 ବ୍ୟକ୍ତିମାନଙ୍କ ମଧ୍ୟରେ ଏକ ସ୍ୱଭାବ ବା ଗୁଣ ଥିଲା ଯାହା ମୋତେ ଆଶ୍ଚର୍ଯ୍ୟଚକିତ ବି କରିଥିଲା। ଉଦାହରଣ ପାଇଁ ଲିଙ୍କନଙ୍କ ସ୍ୱଭାବ ଥିଲା ସବୁବେଳେ ଡେରିରେ ପହଞ୍ଚିବା ଏବଂ ତାହା ବି ଧୀରେ ଧୀରେ ପ୍ୟାରେଡରେ ଚାଲିଲା ଭଳି। ଚେହେରାରେ ସଦାବେଳେ ଏକ ଗମ୍ଭୀରତା ଯେପରି ବିବାହିତ ଦେଶର ଚିନ୍ତା ତାଙ୍କ ଉପରେ ସବାର ଥିଲା। ମୋର ଏହି କ୍ୟାବିନେଟ୍ର ଉଦ୍ଦେଶ୍ୟ ସ୍ପଷ୍ଟ କରିନେଲି। ମୁଁ ଚାହୁଁଥିଲି ସ୍ପଷ୍ଟ କରି ଦିଆଯାଇଛି। ମୁଁ ଚାହୁଁଥିଲି ଯେ ମୁଁ ଏହି ଲୋକଙ୍କ ଗୁଣ ସହିତ ବିକାଶ ପାଏ କିନ୍ତୁ ତାଙ୍କ ପରି ହେବି ନାହିଁ। ମୋର କିଛି ନିଜସ୍ୱ ଗୁଣ ତ ରହିବା ଉଚିତ। ମୋର କହିବାରେ କିଛି ସଙ୍କୋଚ ନାହିଁ ଯେ ଏହି କଳ୍ପନାଶୀଳ କ୍ୟାବିନେଟ୍ ମିଟିଂରେ ମୋତେ ଅଧିକ ଫାଇଦା ମିଳିଲା। ପରେ ମୋର ଏହି କ୍ୟାବିନେଟ୍ରେ କେତେକ ନୂଆ ସଦସ୍ୟ ବି
ଯୋଗ ଦେଲେ, ଯେପରି କ୍ରାଇଷ୍ଟ, ସେଣ୍ଟ ପାଲ, ଗାଲିଲିଓ, କୋପରନିକସ୍, ଅରିଷ୍ଟଟଲ, ପ୍ଲେଟୋ, ସୁକରାତ, ହୋମର, ଭଲ୍ଟେର, ବ୍ରୁନୋ, ସ୍ପିନୋଜା, ଡ୍ରମଣ୍ଡ, କାଣ୍ଟ, ସୋପନ, ହାଓର, ନ୍ୟୁଟନ, କନଫ୍ୟୁସିୟସ୍, ଆଲବର୍ଟ, ହୁବାର୍ଡ, ବ୍ରାନ୍, ଇନରସୋଲ, ୱିଲସନ୍ ଏବଂ ୱିଲିୟମ ଜେମ୍ସ। ଏହି କଥାର ଉତ୍ଥାନ କରିବାର ସାହସ ବୋଧହୁଏ ମୁଁ ପ୍ରଥମ ଥର ଦେଖାଇ ପାରୁଛି, କାରଣ ମୁଁ ଚାହୁଁଛି ମୋର ଲେଖା ହୋଇଥିବା ଶୋଧ ସାଧନା ଯେତେ ଅଧିକରୁ ଅଧିକ ଲୋକ ଲାଭାନ୍ୱିତ ହେବେ ସେତେ ଭଲ। ଅଧା ବା ବୟସ୍କ ହେବାର ଏକ କାମ ଏହା ବି ହୋଇଥାଏ ଯେ ନିଜ ଭିତରେ ସାହସ ଆସିଯାଏ ସତ୍ୟ କହିବା ପାଇଁ, ତାର ପରିଣାମ ଯାହା ବି ହେଉ। ମୁଁ ଏହା ବି ସ୍ପଷ୍ଟ କରିବାକୁ ଚାହେଁ ଯେ ମୋର ଏହି କ୍ୟାବିନେଟ୍ ମିଟିଂ ବାସ୍ତବରେ କଳ୍ପନାରେ ହିଁ ହୋଇଥିଲା ଏବଂ ଏକ ଅମୂର୍ତ୍ତ ଭାବରେ ହିଁ ରହିଲା, ମାତ୍ର ଏଥିରୁ ମୋତେ କିଛି ନିର୍ଦ୍ଦିଷ୍ଟ ଏବଂ ମୂର୍ତ୍ତିଲାଭ ନିଶ୍ଚିତ ରୂପେ ମିଳିଛି। ଏହା ବି ମସ୍ତିଷ୍କର ଚମତ୍କାର ଅଟେ। ସେହି ମସ୍ତିଷ୍କରେ ଏକ ଗୋପନୀୟ ଅଂଶ ଅଛି ଯେଉଁଥିରେ ଏହି ବିଚାର ଚମକୁଛି, ଯାହାକୁ ଆମେ ଭାବାବେଗ କୁହେ। ଏହି ଭାଗ ଆମର ଷଷ୍ଠ ଇନ୍ଦ୍ରିୟର ଘର ଅଟେ। ଯଦ୍ୟପି ବିଜ୍ଞାନ ବର୍ତ୍ତମାନ ଏହାର ସଠିକ ସ୍ଥିତି ଜାଣିପାରି ନାହିଁ, ମାତ୍ର ତାହାର ମହତ୍ତ୍ୱ ବି ନାହିଁ। ଏହା ସତ୍ୟ ଯେ ଏ ପ୍ରକାର ଦୈବୀ ସମ୍ବେଗ ଆମ ମସ୍ତିଷ୍କରେ ଷଷ୍ଠ ଇନ୍ଦ୍ରିୟ ମାଧ୍ୟମରେ ହିଁ ଚମକି ଉଠେ। ଏହି ଚମକ ବିଜୁଳି ପରି ତେଜରେ ପ୍ରକଟ ହୁଏ। ପାଠକମାନଙ୍କ ମଧ୍ୟରୁ କେତେକ ଏହାକୁ ଅନୁଭବ କରିଥିବେ, ଯେପରି ତୀବ୍ର ଗତିରେ ଯାଉଥିବା କାରକୁ ଗଛରୁ ବଞ୍ଚାଇବା ପ୍ରଣାଳୀ ଡ୍ରାଇଭରକୁ ତୁରନ୍ତ ଅନୁଭବ ହୁଏ। ଏହି ଭାବାବେଶର ସ୍ରୋତ ଅନନ୍ତ ମେଧା ଏବଂ ଆମର କ୍ୟାବିନେଟ୍ର ସଦସ୍ୟ ଉପଯୋଗ କରିବା ଆସୁଥିଲା। ଷଷ୍ଠ ଇନ୍ଦ୍ରିୟ ଏପରି କୌଣସି ଜିନିଷ ନୁହେଁ ଯାହା ବନ୍ଦ ବା ଖୋଲିପାରିବ। ଏଥିରେ ନିଜର ମର୍ଜି ବିଲକୁଲ ଚାଲିବ ନାହିଁ। ଏହା ଯଦି ଜାଗୃତ ଅଛି ତ ଅଛି। ଏହା ବହୁ ଧୀରେ ଧୀରେ ଜାଗୃତ ହୁଏ ଏବଂ ଯେଉଁଥିରେ ଏହା ଜାଗୃତ ହୁଏ ତାଙ୍କୁ ଅଧିକ ବୟସ୍କ ହେବା ପର୍ଯ୍ୟନ୍ତ ମନେ ରହିବ ଏବଂ ଆପଣଙ୍କ ନିଜ ଇଚ୍ଛା। ଏପରି ଦେଖିଲେ ଏହାର ଭୟ ବା ଆୟୁ ସହିତ କୌଣସି ସମ୍ପର୍କ ନାହିଁ, ମାତ୍ର କେବେ ଇଚ୍ଛା ବା ଷଷ୍ଠ ଇନ୍ଦ୍ରିୟ କହୁଛି ଏହାର ପରିଚୟ ବୟସ୍କତା ଉପରେ ଆସେ ଏବଂ ବୋଧହୁଏ ତାହାର ସଠିକ ପ୍ରୟୋଗ 50 ବର୍ଷ ପରେ ସମ୍ଭବ ହୁଏ। ଏହି ଅଧ୍ୟାୟକୁ ପଢ଼ି ଆପଣଙ୍କୁ ବି ଏହା ଅନୁଭବ ହେବ ଯେ ଯେପରି ଆପଣଙ୍କ ମାନସିକ ସାର ଅନୁଭୂତିର କ୍ଷେତ୍ରରେ ଅଧିକ ବିକଶିତ ଏବଂ ସମ୍ବେଦନଶୀଳ ହୋଇ ଚାଲିଛି। ଯଦି ଏପରି ହୁଏ ତେବେ ବହୁତ ଭଲ। 1 ମାସ ପରେ ଏହାକୁ ଦୋହରାନ୍ତୁ। ସେତେବେଳେ ଆପଣଙ୍କୁ ଆପଣଙ୍କ ସମ୍ବେଦନା ସ୍ତରରେ ବୃଦ୍ଧି ମିଳିବ। ଧୀରେ ଧୀରେ ଅଭ୍ୟାସ କଲେ ଆପଣଙ୍କୁ ପ୍ରତ୍ୟେକ ପ୍ରକାର ଭୟ, ଟାଲଟୁଲ, ନୀତିର ଭାବ ଏବଂ ହତାଶାକୁ ଇତିଶ୍ରୀ କରି ଆପଣଙ୍କ କଳ୍ପନାଶୀଳତାକୁ ଉନ୍ମୁଖ ଛାଡ଼ିଦେବ। ପୁଣି ଆପଣ ପାଇବେ ଯେ ଆପଣଙ୍କ ଷଷ୍ଠ ଇନ୍ଦ୍ରିୟ ସକ୍ରିୟ ହୋଇ ଚାଲିଛି ଏବଂ ଆପଣ ବି ଭାବାବେଶ ବା ଅନ୍ତର୍ପ୍ରଜ୍ଞାର ସ୍ୱର ଚିହ୍ନି ପାରିବେ। ଏହା ଆପଣଙ୍କ ଇଚ୍ଛାକୁ ମୂର୍ତ୍ତ ରୂପ ଦେଇ ଆପଣଙ୍କୁ ଧନୀ ଏବଂ ସମ୍ପନ୍ନ କରାଇବାର ଏକ ମହତ୍ତ୍ୱପୂର୍ଣ୍ଣ ସୋପାନ ହେବ। ବିଶ୍ୱାସ ବନାମ ଭୟ। ପୂର୍ବ ଅଧ୍ୟାୟରେ କୁହାଯାଇଛି ଯେ କେଉଁ ପ୍ରକାର ସ୍ୱତଃ ବୁଝିବା, ଇଚ୍ଛା ଏବଂ ଅବଚେତନ ମାଧ୍ୟମରେ ଆପଣ ବିଶ୍ୱାସ ସୃଷ୍ଟି କରିପାରିବେ। ଆଗାମୀ ଅଧ୍ୟାୟରେ ମୁଁ ଭୟକୁ କାବୁ କରିବାର ବିଶଦ ବିବେଚନ ଦିଆଯାଇଛି। ଏଥିରେ 6 ପ୍ରକାର ଭୟର ଚର୍ଚ୍ଚା କରାଯାଇଛି, ଯାହା ପ୍ରତ୍ୟେକ ପ୍ରକାର ହତାଶା, ଭୀରୁତା, ଟାଲଟୁଲ, ଉଦାସୀନତା, ଅନିର୍ଣ୍ଣୟମୁକତା ଏବଂ ମହତ୍ୱାକାଂକ୍ଷା, ନିଜ ଉପରେ ଭରସା, ଆତ୍ମନିୟନ୍ତ୍ରଣ ତଥା ଉତ୍ସାହର ନ୍ୟୁନତା ମୂଳ କାରଣ ଅଟେ। ଧ୍ୟାନପୂର୍ବକ ଏ 6 ଶତ୍ରୁଙ୍କୁ ଅଧ୍ୟୟନ କରନ୍ତୁ, କାରଣ ଏହା ଆପଣଙ୍କ ଅବଚେତନରେ ବି ଛପି ରହିପାରେ ଏବଂ ଆପଣ ତାକୁ ଖୋଜିଲେ ବି ପାଇପାରିବେ ନାହିଁ। ମନେ ରଖନ୍ତୁ, ଏହି 6 ପ୍ରକାର ଭୟ ଏକ ପ୍ରକାର ଭୂତ ଅଟେ, କାରଣ ତାର କୌଣସି
ଭୌତିକ ରୂପ ହିଁ ନାହିଁ। ଏହା ଆପଣଙ୍କ ମସ୍ତିଷ୍କରେ ଥାଏ। ଏହା ଆପଣଙ୍କ ନିଜର ଅନିୟନ୍ତ୍ରିତ କଳ୍ପନାରୁ ଉତ୍ପନ୍ନ ହୁଏ। ଲୋକମାନେ ଏହାଦ୍ୱାରା ନିଜର ବଳ ଅହିତ କରନ୍ତି। ଯଦି ଏହାର ଅସ୍ତିତ୍ୱ ସମାପ୍ତ କରା ନଯାଏ, ଏହା ଏକ ଭୌତିକ ଅସ୍ତିତ୍ୱ ନେଇ ଆହୁରି ଭୟାବହ ହୋଇପାରେ। ମନେ ରଖନ୍ତୁ, 1929ରେ ଗରିବୀର ଭୟ କେତେ ଜବରଦସ୍ତ କ୍ଷତି କରିଥିଲା। ଏପରି ମାନ୍ଦା ବୋଧହୁଏ ତୃତୀୟ ଥର ନ ଆସୁ, ଯାହାର ଭୂତ ଆଜି ବି ଲୋକଙ୍କୁ ଆକ୍ରାନ୍ତ କରୁଛି।